हेलो फ्रेंड्स नमस्कार मो विकास आपनको स्वागत करुच्ची आउ एक नुआ वीडियो रे। तो फ्रेंड्स आज आम जानिबा राज्य सरकार एक योजना विषय रे। एही योजनाटी है सीएम किसान योजना। देखंतु एही योजना कौन, यह केउ माने आवेदन करिवे, यह आवेदन पई कौन कौन डॉक्यूमेंट लागि थाए, संपूर्ण डिटेल्स जानिबा एही वीडियो रे। तो वीडियोटी शेष जाए देखंतु और चैनल रे नुआ आस्तेले चैनल को सब्सक्राइब कर दियंतु और पाखरे थिबा बेल आइकन को प्रेस करी रखंतु, जहा फल रे आम चैनल रे जहा भी अपडेट आसीबो सर्वप्रथमे जानि परिबे। देखंतु सीएम किसान कौन, देखंतु सीएम किसान योजना हेउछि एक राज्य सरकारଙ୍କର योजना। एही योजना पूର୍ବरु कालिया योजना नाम रे थिला, जेतेबेले बीजेडी सरकार थिले सेही समय कालिया योजना नाम रे थिला। वर्तमान बीजेपी सरकार आसला दिनठू यह सीएम किसान नाम बदलाई दैछंती। योजनार प्रधान उद्देश्य हेउछि कृषकଙ୍କୁ आर्थिक सहायता देई स्वाधीन करिबा, छोट सीमांत कृषक चाष ପାଇଁ ସହଜ ସୁବିଧା ଦେବା, ଭୂମିହୀନ କୃଷି ଶ୍ରମିକ ଜୀବିକା ପାଇଁ ସାହାଯ୍ୟ କରିବା। ସରଳ କଥାରେ କହିବାକୁ ଗଲେ ସିଏମ କିଷାନ ହେଉଛି କୃଷକଙ୍କୁ ସିଧାସଳଖ ଆର୍ଥିକ ସହାୟତା, ଋଣମୁକ୍ତ ଓ ଜୀବନ ସୁବିଧା ଦେଉଥିବା କୃଷକ କଲ୍ୟାଣ ଯୋଜନା। ଦେଖନ୍ତୁ ସିଏମ କିଷାନ ଆବେଦନ କେଉଁମାନେ କରିପାରିବେ। ଦେଖନ୍ତୁ ସିଏମ କିଷାନ ଯୋଜନା ଆବେଦନ କରିବାକୁ ହେଲେ ଆବେଦନକାରୀଙ୍କର ଯୋଗ୍ୟତା ବିଷୟରେ ଜାଣିବା। ସେ ଜଣେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଦରକାର। ଛୋଟ ଓ ସୀମାନ୍ତ କୃଷକ ସ୍ମଲ୍ ଆଣ୍ଡ ମାର୍ଜିନାଲ ଫାର୍ମର ହେଇଥିବ। ଭୂମିହୀନ କୃଷି ଶ୍ରମିକ, ଦେଖନ୍ତୁ ନିଜ ଜମିରେ ଚାଷ ନକରି ଅନ୍ୟ ଜମିରେ ଚାଷ କରୁଥିବ। ବୟସ 18 ବର୍ଷ ହୋଇଥିବ। ପରିବାରର କୌଣସି ସଦସ୍ୟ ଆଇଟିଆର ବା ଇନକମ ଟ୍ୟାକ୍ସ ପେୟର ଦେଉନଥିବେ। ସେ ଜଣେ ସରକାରୀ କର୍ମଚାରୀ ହୋଇନଥିବେ। ଏବେ ଜାଣିବା ଏହି ଯୋଜନାରେ କେଉଁମାନେ ଆବେଦନ କରିପାରିବେ ନାହିଁ। 18 ବର୍ଷରୁ କମ ହୋଇଥିବା ବ୍ୟକ୍ତି ଏହି ଯୋଜନାରେ ଆବେଦନ କରିପାରିବେ ନାହିଁ। ମିଡିୟମ ଆଣ୍ଡ ଲାର୍ଜ ଫାର୍ମ, ବହୁତ ଜମି ରହୁଥିବା ବ୍ୟକ୍ତି ଏହି ଯୋଜନା ଆବେଦନ କରିପାରିବ ନାହିଁ। ଇନକମ ଟ୍ୟାକ୍ସ ଦେଉଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେଇପାରିବ ନାହିଁ। ସରକାରୀ କର୍ମଚାରୀ ହେଇଥିଲେ ସେ ବି ସାମିଲ ହେଇପାରିବେ ନାହିଁ। ସହରରେ ଥିବା ଓ କୃଷକ ସହିତ ଜଡ଼ିତ ନଥିବା ବ୍ୟକ୍ତି ବି ଆବେଦନ କରିପାରିବେ ନାହିଁ। ଏବେ ଜାଣିବା ସିଏମ କିଷାନ ଯୋଜନା ଆବେଦନ କଣ କଣ ଡକୁମେଣ୍ଟ ଲାଗିଥାଏ। ଦେଖନ୍ତୁ ସିଏମ କିଷାନ ଯୋଜନା ଆବେଦନ କରିବାକୁ ହେଲେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ ଓ ଆଧାର କାର୍ଡରେ ଲିଙ୍କ ଥିବା ମୋବାଇଲ ନମ୍ବର ଦରକାର ପଡିଥାଏ। ଆପଣଙ୍କର ରାସନ କାର୍ଡ ଏବଂ ଜମି ଦସ୍ତାବିଜ ଯାହାକୁ ପଟା ଦରକାର ପଡିଥାଏ। ଏବଂ ଯଦି ଭୂମିହୀନ ହେଇଥିଲେ ତାଙ୍କର ଜବ କାର୍ଡ ଲାଗିଥାଏ। ଆଉ ଗୋଟିଏ ପାସବୁକ୍ ମଧ୍ୟ ଲାଗିଥାଏ। ସିଏମ କିଷାନ ଯୋଜନାର ବେନିଫିଟ୍ସ ଲାଭ କଣ ଆମେ ଏ ବିଷୟରେ ଜାଣିବା। ଦେଖିବାକୁ ଗଲେ ସିଏମ କିଷାନ ଯୋଜନା ଚାଷୀଙ୍କୁ ପ୍ରତିବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇରେ ଦୁଇଟି କିସ୍ତିରେ 2,000 ଲେଖାଏଁ 4,000 ଟଙ୍କା ବର୍ଷକୁ ଡିବିଟି ମାଧ୍ୟମରେ ପ୍ରଦାନ କରିଥାନ୍ତି, ଯାହାକି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଇସା ଆସିଥାଏ। ଏବଂ ଭୂମିହୀନ ମାନଙ୍କୁ ବାର୍ଷିକ 10,000 ଟଙ୍କା ଦୁଇଟି କିସ୍ତିରେ ସରକାର ପ୍ରଦାନ କରିଥାନ୍ତି। ଦେଖନ୍ତୁ ଆପଣଙ୍କୁ ସିଏମ କିଷାନ ଯୋଜନା ଆବେଦନ କରିବାକୁ ହେଲେ ଆପଣଙ୍କୁ ନିକଟସ୍ଥ ଆମ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ପଡିବ, ବା ଆପଣଙ୍କୁ ସେଠାକୁ ଯାଇକି ଆବେଦନ କରିବାକୁ ପଡିବ। ସେଠାରେ ଆପଣ ସିଏମ କିଷାନ ଯୋଜନା ଆବେଦନ କରିବାକୁ ହେବ ଏବଂ ସରକାରଙ୍କର ସିଏମ କିଷାନ ଯୋଜନାରେ ଜଡ଼ିତ ହୋଇପାରିବେ ଏବଂ ବର୍ଷକୁ ଦୁଇଟି କିସ୍ତିରେ 2,000 ଲେଖାଏଁ 4,000 ଟଙ୍କା ସହାୟତା ରାଶି ପାଇପାରିବେ। ତ ଶୀଘ୍ର ଶୀଘ୍ର ଯାଇ ସିଏମ କିଷାନ ଯୋଜନା ଆବେଦନ କରି ନିଅନ୍ତୁ। ବର୍ତ୍ତମାନ ସିଏମ କିଷାନ ଯୋଜନା ଆବେଦନ ଚାଲୁଅଛି। ଆଉ ଯଦି କିଛି ବି ଡାଉଟ୍ ଲାଗେ ତ ଭିଡିଓ ତଳେ କମେଣ୍ଟ କରନ୍ତୁ, ଆପଣଙ୍କୁ ବୁଝାଇଦେବି। ଏତିକିରେ ଶେଷ କରୁଛି। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଓ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଆଉ ଚ୍ୟାନେଲରେ ନୂଆ ଆସିଥିଲେ ସବସ୍କ୍ରାଇବ କରିଦିଅନ୍ତୁ।